ସ୍ୱପ୍ନ ଏବଂ ସମ୍ଭାବନା ମଣିଷକୁ ବଞ୍ଚିବାକୁ ନୂଆ ଆଶା ଦିଏ, ମନରେ ଉଦ୍ଦୀପନା ସୃଷ୍ଟି କରେ, ହୃଦୟରେ ଆଲୋଡ଼ନ ଆଣିଦିଏ। ହାତ ପାହାନ୍ତାରେ ନଥିଲେ ବି ଭାଗ୍ୟକୁ ନିଜ ହାତରେ ଧରିଲା ପରି ଲାଗେ। ଯୌବନର ପ୍ରଥମ ପାହାଚରେ ସ୍ୱପ୍ନ ଦେଖିଥିବା ମଣିଷ ସହ କଥା ହେଲା ପରେ ଅପରାଜିତା ଅପେକ୍ଷା କରି ଚାଲେ ଆସନ୍ତା ଦଶହରାକୁ। ମା ଦୁର୍ଗାଙ୍କୁ ପ୍ରଣାମ କରେ, ପ୍ରଭୁ ହନୁମଞ୍ଚେଶ୍ୱରଙ୍କୁ ପ୍ରାର୍ଥନା କରେ ତାର ସ୍ୱପ୍ନ ପୂର୍ଣ୍ଣ ହେବ। ତା ସ୍ୱପ୍ନ ପୂରଣ ହେବା ପାଇଁ ଯାଉଛି। ଆଶା କରିଥିବା ମନର ମଣିଷ କିଛି ଦିନ ପରେ ତା ପାଖକୁ ଆସିବ, ତା ସହିତ ସିଧାସଳଖ କଥା ହେବ। ତାର ସ୍ୱପ୍ନ ବାସ୍ତବତାର ରୂପ ନେବାକୁ ଯାଉଛି। ଆନନ୍ଦରେ ଉତ୍ଫୁଲ୍ଲିତ ହୋଇପଡ଼େ ଅପରାଜିତା। ଅଭିଳାଷ କଥା ନ କହିଲେ ଭଲ। 30ଟି ବସନ୍ତ ପରେ ତା ମନର ଆମ୍ବ ବଣରେ ବଉଳ ଧରିଛି। କୋଇଲିର କୁହୁକୁ ସ୍ୱର ଅଭିଳାଷର ମନକୁ ଆନ୍ଦୋଳିତ କରିଦେଇଛି। ମନର କେଉଁ ଏକ ଅଜ୍ଞାତ କୋଣରେ ଅପରାଜିତା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି ହୋଇସାରିଛି। ସତରେ ମୋତେ ନିଜର କରିବାକୁ ଚାହୁଁଥିବା ସ୍ୱପ୍ନର ନାୟିକାଟି କେମିତି ଦେଖିବାକୁ? ସେ କଥା କୁହା କଣ୍ଢେଇ ସତରେ ବହୁତ ସୁନ୍ଦର ହୋଇଥିବ ନା? ମିଛ ଅହମିକାରେ ମୁଁ ସିନା ତାକୁ ନିଜର କରିବାକୁ କୁଣ୍ଠାବୋଧ କରୁଛି, କିନ୍ତୁ କେତେବେଳେ ମୁଁ ଅଜାଣତରେ ସେ ଯେ ମୋର ଏକାନ୍ତ ନିଜର ହୋଇଯାଇଛି ମୁଁ ଜାଣିପାରିନି। ବସିଲେ ତାହାର କଣ୍ଠସ୍ୱର, ଉଠିଲେ ତାହାରି କଥାବାର୍ତ୍ତା, ଶୋଇଲେ ତାହାର କାଳ୍ପନିକ ମୁହଁ ପାଗଳ କରିଦେଇଛି ମୋତେ। ଗୋଟେ ପୁଅ ପିଲାର ମନରେ ଥିବା ଦମ୍ଭ ଆଉ ଗର୍ବକୁ ସତେ ଯେମିତି ଅଚିହ୍ନା ନାୟିକା ଚୋରେଇ ନେଇଛି। ଅଭିଳାଷ ଏବେଠାରୁ ଦିନ ପରେ ଦିନ ଗଣି ଚାଲିଛି ଆଉ ଅପେକ୍ଷା କରି ଚାଲିଛି ଆସନ୍ତା ଦଶହରାକୁ। ପୃଥିବୀ ପୃଷ୍ଠକୁ ଦେବୀ ଅବତରଣ କରିବେ ଆଉ ଠିକ୍ ସେହି ସମୟରେ ମୋର ସ୍ୱପ୍ନର ନାୟିକା ମୋ ପାଖରେ ଥିବ। ମୋ କଥା କୁହା କଣ୍ଢେଇଟା ମୋ ଚାରିପାଖରେ ଘୁରି ବୁଲିବ, ସ୍ୱପ୍ନର ତାଜମହଲ ଗଢ଼ିବ, କଳ୍ପନାର ମିନାରକୁ ତୋଳିଦେବ। ମୋ ମନର ନାୟିକା ଆସିବ, ଆଉ କିଛି ଦିନ ପରେ ଆସିବ। ସେ ନିଶ୍ଚୟ ଆସିବ, ଆଉ ମୋର ନାୟିକା ଅପରାଜିତା ମୋ ପାଖରେ ଧାଇଁ ଆସି ମୋତେ ତାର ବାହୁବନ୍ଧନରେ ବାନ୍ଧି କରିଦେବ ସବୁଦିନ ପାଇଁ ନିଜର। ଆଉ ତାପରେ